ହଉ ତାହେଲେ ଏଇଠୁ ଆମର ପଢିବାର ଥିଲା ଆମେ ଗ୍ରୋଥ ଆଉ ଡେଭଲପମେଣ୍ଟ ବିଷୟରେ ପଢିଯାଇଥିଲେ ହ୍ୱାଟ ଇଜ ଗ୍ରୋଥ ଆଣ୍ଡ ହ୍ୱାଟ ଇଜ ଡେଭଲପମେଣ୍ଟ ତା ବିଷୟରେ ଆମେ ଡିଟେଲ୍ସ ଡିସ୍କସନ କରିଥିଲେ ଏବେ ଆମେ ସେକେଣ୍ଡ ଭିଡିଓରେ ଆମେ କଣ୍ଟିନ୍ୟୁ କରିବା ଯେ ହ୍ୱାଟ ଇଜ ଦ ଡିଫରେନ୍ସ ବିଟୱିନ୍ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଆପଣଙ୍କର ବୃଦ୍ଧି ଓ ବିକାଶ ମଧ୍ୟରେ କଣ ସବୁ ପାର୍ଥକ୍ୟ ରହିଛି ପ୍ରଥମେ ଆସିଲା ତାର ମିନିଂ ତାହେଲେ ଆପଣ ଗ୍ରୋଥ ର ମିନିଂ ସେ କଣ କହିଲା increase in size height weight or volume of the body ଓଜନରେ ତଥା ଆପଣଙ୍କ ଭଲ୍ୟୁମରେ ଆପଣଙ୍କ ଶରୀରର ତା ଦେହରେ ବୃଦ୍ଧି ହଉଛି ତାହେଲେ ତାକୁ ଆପଣ ବୃଦ୍ଧି କହୁଛନ୍ତି ତା ଦେହରେ ଯଦି ଆପଣଙ୍କ ଅଭିବୃଦ୍ଧି ହଉଛି ତାହେଲେ ତାକୁ କଣ କହିବା ଗ୍ରୋଥ କହିପାରିବା ବୃଦ୍ଧି କହିପାରିବା ତାର ଡେଭଲପମେଣ୍ଟ କଣ କହିବା ଡେଭଲପମେଣ୍ଟ ହେଲା ଆପଣଙ୍କର improvement in functions abilities skills behavior and overall progress ତାହେଲେ ଆପଣଙ୍କର ସେ କଣ କହିଲା ଯେ ଆପଣଙ୍କର କୋଉ କୋଉଥିରେ ଇମ୍ପ୍ରୁଭମେଣ୍ଟ ହବ ନା ଆପଣଙ୍କର କ୍ଷମତା ବୃଦ୍ଧି ହବ ଆବିଲିଟିସ୍ ହଉଛି ଆପଣଙ୍କର କ୍ଷମତା ସ୍କିଲ୍ସ ହଉଛି ଆପଣଙ୍କର ଯାହାବି ଆପଣ କୋଉ ବ୍ୟବହାର ତା ସହିତ ଆପଣ ଓଭରଅଲ ବା ସାମଗ୍ରିକ ବିକାଶ ଆପଣଙ୍କର ଗ୍ରୋଥ କୋଉ କ୍ଷେତ୍ରରେ କହିଲା ଯେ ଆପଣଙ୍କ ଶାରୀରିକ ବିକାଶ ହେଲେ ସେ କହିଲା କେବଳ ଗ୍ରୋଥ କିନ୍ତୁ ଡେଭଲପମେଣ୍ଟ ସାମଗ୍ରିକ ବିକାଶ ସେଇଟା ହଉଛି ଆପଣଙ୍କ ଡେଭଲପମେଣ୍ଟ କିନ୍ତୁ ଗ୍ରୋଥ ଓନ୍ଲି ଆପଣଙ୍କର ଫିଜିକାଲ ବା ଶାରୀରିକ ଯେମିତି ଆପଣ ହାଇଟ୍ ହେଲା ୱେଟ୍ ହେଲା ଯୋଉଟା ଆପଣ ମେଜର କରିପାରିବେ ତ ସେକେଣ୍ଡ ପଏଣ୍ଟରେ ଆପଣଙ୍କୁ ଆସିଲା ନେଚର କଣ ଏହାର ଆପଣଙ୍କ ନେଚର ହେଲା ଆପଣ କ୍ୱାଣ୍ଟିଟେଟିଭ କ୍ୟାନ୍ ବି ମେଜର୍ଡ ଗ୍ରୋଥ ଟା କଣ ପାଇଁ କ୍ୱାଣ୍ଟିଟେଟିଭ ନା ଆପଣଙ୍କ ହାଇଟ୍ ଟା ବୃଦ୍ଧି ହେଲା 5 ଫୁଟ ରୁ ଆପଣ 6 ଫୁଟ ହେଲେ ତାହେଲେ ଆପଣଙ୍କର ଗ୍ରୋଥ ଟାକୁ ମେଜର କରି ହଉଛି ଆପଣ ହାଇଟ୍ ଟାକୁ ଆପଣ ମାପି ପାରୁଛନ୍ତି ଆପଣଙ୍କର ଓଜନରେ ଆପଣ ଓଜନ ହ୍ରାସ କଲେ 60 କେଜିରୁ 50 କେଜି କୁ ଆସିଲେ ତାହେଲେ ଆପଣ ମାପ କରିପାରୁଛନ୍ତି ଓଜନ ଟାକୁ ଆପଣଙ୍କର ହାଇଟ୍ ହଉ ଆପଣଙ୍କ ୱେଟ୍ ହଉ ଦିସ୍ କ୍ୟାନ୍ ବି ମେଜରେବୁଲ ଆପଣ ୟାକୁ କଣ କରିପାରିବେ ନା ମାପି ପାରିବେ କିନ୍ତୁ ଡେଭଲପମେଣ୍ଟ ଟା ଆପଣ ମେଜରେବୁଲ ନୁହେଁ ତାକୁ ଆପଣ ସବୁ ଟାଇମରେ ମେଜରେବୁଲ କରିପାରିବେ ନାହିଁ କି ଯେମିତି ଆପଣ ଏଟା କ୍ୱାଲିଟେଟିଭ ମେନଲି କନସର୍ନ ୱିଥ ଚେଞ୍ଜେସ ଇନ୍ କ୍ୱାଲିଟି ଆଣ୍ଡ ମ୍ୟାଚୁରିଟି ତାହେଲେ ତାକୁ ଆପଣ କେମିତି ଜାଣିପାରିବେ ନା ଯଦି ଆପଣ ତାକୁ ଆକଳନ କରିପାରିବେ ମାପି ତ ପାରିବେନି ତାକୁ ଆକଳନ କରିପାରିବେ ଯୋଉଟା କି ଆପଣଙ୍କର ଥାର୍ଡ ପଏଣ୍ଟ ଦେଲା ମେଜରମେଣ୍ଟ ଆକଳନ ତାହେଲେ ମେଜର୍ଡ ଇନ୍ ୟୁନିଟ୍ସ ଲାଇକ୍ ସେଣ୍ଟିମିଟର୍ସ ଆଣ୍ଡ କିଲୋଗ୍ରାମସ ତାହେଲେ ଆପଣ ଗ୍ରୋଥ ଟା ଆପଣ ହାଇଟ୍ ଟାକୁ ଆପଣ କଣ କରିପାରିବେ ନା ସେଣ୍ଟିମିଟର୍ସ ମାପି ପାରିବେ ସେମିତି ଆପଣଙ୍କର ଓଜନ ଟାକୁ ଆପଣ କିଲୋଗ୍ରାମସ ମାପି ପାରିବେ ତାହେଲେ ମାପିବା ପାଇଁ ବିଭିନ୍ନ ପ୍ରକାର କଣ ଅଛି ନା ୟୁନିଟ୍ସ ଅଛି ଏକକ ଅଛି କିନ୍ତୁ ଡେଭଲପମେଣ୍ଟ ପାଇଁ ସେମିତି କିଛି ଏକକ ନାହିଁ ସେମିତି କିଛି ସେଣ୍ଟିମିଟର ନାହିଁ ସେମିତି କିଛି ସ୍କେଲ୍ସ ନାହିଁ ଯଦି ଆପଣ ଡେଭଲପମେଣ୍ଟ ଟାକୁ ମେଜର କରିପାରିବେ ତାକୁ ଆପଣ କେମିତି ଆକଳନ କରିପାରିବେ ନା access through observation of skills ତାହେଲେ ଆପଣ ସ୍କିଲ୍ସ ଟାକୁ ବା ଦକ୍ଷତାକୁ ଆପଣ କେତେ ଶିଖିଲେ ତାକୁ ଆପଣ ଅବଜର୍ଭ କରିପାରିବେ ଗୋଟେ ପିଲାକୁ ଆପଣ ଶିଖେଇଲେ ସେ ସ୍କିଲ୍ ଟାକୁ କେତେ ଆକ୍ୱାର କଲା ତାର ପରଫରମନ୍ସ ଟା ଦେଖି ଆପଣ ଦେଖିପାରିବେ ଯେ ହଁ ସେ ସ୍କିଲ୍ ଟାକୁ ଶିଖିଲା ତାପରେ ବିହେଭିୟର ତାର ବ୍ୟବହାରକୁ ଆପଣ ଆକଳନ କରିପାରିବେ ସେ କେମିତି ବ୍ୟବହାର କରୁଛି ଏଫିସିଏନ୍ସି ଦକ୍ଷତା କାର୍ଯ୍ୟଦକ୍ଷତା ଆଣ୍ଡ ମ୍ୟାଚୁରିଟି ତାର ଆପଣଙ୍କର କଣ କରିବେ ନା ପରିପକ୍ୱତାକୁ ଅବଲମ୍ବନ କରିବା ପରିପକ୍ୱତାକୁ ଦେଖିକିନା ଆପଣ ଜାଣିପାରିବେ ଯେ ସେ କିପରି ଭାବରେ ଡେଭଲପମେଣ୍ଟ କରୁଛି ପିଲାଟା ତାପରେ ସ୍କୋପ ଓନ୍ଲି ୟାର ସ୍କୋପ କଣ ହେଲା ନା କେବଳ ଆପଣ ଶାରୀରିକ ପରିବର୍ତ୍ତନ ଆପଣଙ୍କ ଶାରୀରିକ ପରିବର୍ତ୍ତନ ହିଁ କେବଳ କହୁଛି ଗ୍ରୋଥ ତାପରେ ଡେଭଲପମେଣ୍ଟ କହିଲା ବ୍ରଡ ଡେଭଲପମେଣ୍ଟ ର ଆପଣଙ୍କର ଯୋଉଟା ରହିଲା ସ୍କୋପ ଅଛି ସେଟା ବହୁତ ବଡ ତାହେଲେ କଣ କଣ ନା ଆପଣଙ୍କ ଫିଜିକାଲ ଯୋଉଟା ଆପଣଙ୍କ ଡେଭଲପମେଣ୍ଟ ହଉଛି ସେଟା ବି ଆପଣଙ୍କର ଫିଜିକାଲ ଗ୍ରୋଥ ରେ ବି ଆପଣଙ୍କ ଡେଭଲପମେଣ୍ଟ ଯିବ ତାପରେ ମେଣ୍ଟାଲ ଗ୍ରୋଥ ରେ ବି ଆପଣ ଡେଭଲପମେଣ୍ଟ ଯିବ ସୋସିଆଲ ଇମୋସନାଲ ମୋରାଲ ଆଣ୍ଡ ପର୍ସନାଲିଟି ଆସ୍ପେକ୍ଟ ତାହେଲେ ସେ କଣ କହୁଛି ସାମରିକ ବିକାଶ ତାହେଲେ ଡେଭଲପମେଣ୍ଟ କହିଲାଟା ଆପଣ ସାମରିକ ବିକାଶକୁ ବୁଝାଗଲା ସେଥିରେ ଆପଣଙ୍କ ଶାରୀରିକ ଆସିଯିବ ମାନସିକ ଆସିଯିବ ଭାବନାତ୍ମକ ଆସିଯିବ ତା ସହିତ ସାମାଜିକ ବି ଆସିଯିବ ତାପରେ ପ୍ରୋସେସ କଣ ରହିଲା stops after a certain age ତାହେଲେ ଗ୍ରୋଥ ଟା କଣ ହୁଏ କିଛି ସମୟ ପରେ କଣ ହୁଏ ଯେ ଷ୍ଟପ୍ ହେଇଯାଏ କିଛି ଦିନ ପରେ ବା କିଛି ସମୟ ପରେ at certain point of time ସେ କଣ ହେଇଯାଏ ଷ୍ଟପ୍ ହେଇଯାଏ ବା ରହିଯାଏ ଯେମିତି ଆପଣଙ୍କ ଫିଜିକାଲ ଗ୍ରୋଥ ends in adulthood adulthood ବା ଯୁବ ଅବସ୍ଥାରେ ଆପଣ ଫିଜିକାଲ ଗ୍ରୋଥ ଟା କଣ ହେଇଯାଏ ନା ସରିଯାଏ ତାପରେ ଆପଣଙ୍କର ମେଣ୍ଟାଲ ଗ୍ରୋଥ ରେ ଆପଣଙ୍କର ଡେଭଲପମେଣ୍ଟ ଟା କଣ ହେଲା ନା ଡେଭଲପମେଣ୍ଟ ଇଜ ଏ କଣ୍ଟିନ୍ୟୁଅସ ପ୍ରୋସେସ ସେଟା ଚାଲି ହିଁ ରହିଥାଏ ସେଟା କେବେ ଷ୍ଟପ୍ ହୁଏନି ଆପଣ ଜୀବନ ସାରା ଓମ୍ ଟୁ ଟୁମ୍ ଯୋଉଟା ପଢିଥିଲେ ଆମେ ଆପଣ କଣ କରନ୍ତି ନା ଡେଭଲପମେଣ୍ଟ
ଆପଣଙ୍କ ହେଇ ଚାଲିଥାଏ। ତାପରେ ଡିରେକ୍ସନ କଣ ରହିଲା ୟୁନିଡିରେକ୍ସନାଲ, ଗୋଟେ ଡିରେକ୍ସନ ରେ। ଯେମିତି ଆପଣଙ୍କ ବଡି ଟା ବଢିଲା, ଆପଣ ବଡିର ସାଇଜ ଟା ବଢିଲା ବା ବଡିର ଆପଣଙ୍କ ହାଇଟ ଟା ବଢିଲା, ଗୋଟେ ଡିରେକ୍ସନ ରେ ବଢିଲା, ସେଥିପାଇଁ ତାକୁ ୟୁନିଡିରେକ୍ସନାଲ କୁହାହେଲା, ଗୋଟେ ଡିରେକ୍ସନ ରେ। ମଲ୍ଟି ଡିରେକ୍ସନାଲ ମାନେ ଆପଣଙ୍କ ଡେଭଲପମେଣ୍ଟ ଟା ମଲ୍ଟି ଡିରେକ୍ସନାଲ କହିଲା। ମଲ୍ଟି ଡିରେକ୍ସନାଲ ମାନେ ହେଲା ଆପଣଙ୍କର ପ୍ରୋଗ୍ରେସ ଟା, ରିଫାଇନମେଣ୍ଟ ଟା, ଆଡାପ୍ଟେସନ ଆଣ୍ଡ ଲର୍ଣ୍ଣିଂ ସବୁ କ୍ଷେତ୍ରରେ ଆପଣ ଡେଭଲପମେଣ୍ଟ ହବ। ସବୁ କ୍ଷେତ୍ରରେ ଆପଣ କଣ ହବ ନା ଡେଭଲପମେଣ୍ଟ ହବ, ପ୍ରୋଗ୍ରେସ ହବ ଆପଣଙ୍କର। ସେଟା କେବଳ ପାଠ ପଢା କ୍ଷେତ୍ରରେ ବି ନାହିଁ, ଆପଣଙ୍କ କ୍ରୀଡା କ୍ଷେତ୍ରରେ, ଆପଣଙ୍କ ଶରୀରକୁ କେମିତି ଆପଣ କାର୍ଯ୍ୟକ୍ଷମ କରିପାରିବେ ସେଇ କ୍ଷେତ୍ରରେ ବି ଆପଣଙ୍କର କଣ ହବ ନା ଡେଭଲପମେଣ୍ଟ ହବ। ତାହେଲେ ଆପଣଙ୍କ ଡେଭଲପମେଣ୍ଟ ଟା ସବୁ କ୍ଷେତ୍ରରେ କଣ ହବ ତା ବଢେ। କିନ୍ତୁ ଆପଣଙ୍କର ଗ୍ରୋଥ ଟା କେବଳ ଆପଣଙ୍କର ଶାରୀରିକ, ସେଟା ଆପଣ ଫିଜିକାଲ କେବଳ। ସେଥିପାଇଁ ତାକୁ ୟୁନି ଡିରେକ୍ସନାଲ କୁହାହେଲା। ଏଟାକୁ ମଲ୍ଟି ଡିରେକ୍ସନାଲ କଣ ପାଇଁ କୁହାହେଲା ନା କାହିଁକି ନା ସେ ସବୁ ଦିଗରେ ଆପଣଙ୍କର ଡେଭଲପମେଣ୍ଟ ହବ। ତବେ ଡିପେଣ୍ଡେନ୍ସି କଣ, ଏ ପାର୍ଟ ଅଫ ଡେଭଲପମେଣ୍ଟ। ତାହେଲେ ସିଏ ଆପଣଙ୍କର ଗ୍ରୋଥ ଟା କଣ, ଗ୍ରୋଥ ଇଜ ଏ ପାର୍ଟ ଅଫ ଡେଭଲପମେଣ୍ଟ। ଯେମିତି ଆପଣଙ୍କ ଦେଖନ୍ତୁ, ଆପଣଙ୍କ ଡେଭଲପମେଣ୍ଟ କଣ ଆସିଲା, ଡେଭଲପମେଣ୍ଟ ପରେ ଆପଣଙ୍କ ଶାରୀରିକ ବିକାଶ ଆସିଲା ମେନଲି। ଆପଣ ଗ୍ରୋଥରେ ମେନଲି ଆପଣ ଶାରୀରିକ ବିକାଶ ଆସିଲା। ଡେଭଲପମେଣ୍ଟରେ ଆପଣଙ୍କ ଶାରୀରିକ ବିକାଶ ବି ଅଛି, ମାନସିକ ବିକାଶ ବି ଅଛି, ତା ସହିତ ସାମାଜିକ, ତା ସହିତ ବୌଦ୍ଧିକ, ସବୁ ପ୍ରକାର ଆପଣଙ୍କର କଣ ଅଛି ତା ବିକାଶ ରହିଛି। ତାହେଲେ ଆପଣଙ୍କ ଗ୍ରୋଥ ଟା ଡେଭଲପମେଣ୍ଟ ର କଣ ଗୋଟେ ପାର୍ଟ, ଗୋଟେ ଅଂଶ। ଆପଣଙ୍କ ଯାହା ଗ୍ରୋଥ ଟା ସେ ଡେଭଲପମେଣ୍ଟ ର ଏକ ଅଂଶ। ତାପରେ ଟାଇମ ସ୍ପାନ, ମୋଷ୍ଟଲି ଡ୍ୟୁରିଂ ଆର୍ଲି ଇୟର୍ସ ଆଣ୍ଡ ଆଡolescence। ତାହେଲେ ମେନଲି ଆପଣଙ୍କର ଆର୍ଲି ଇୟର୍ସ ବା ଆପଣଙ୍କ ଗ୍ରୋଥ ର 18 ରୁ 20 ବର୍ଷ ଭିତରେ, ଆପଣଙ୍କ ମେନଲି 18 ରୁ 21 ବର୍ଷ ଭିତରେ ଆପଣଙ୍କ ମ୍ୟାକ୍ସିମମ୍ ଗ୍ରୋଥ ହେଇଯାଇଥାଏ। ଆଉ ଆଡolescence ଯାକେ ମେନଲି ଆପଣଙ୍କ ଗ୍ରୋଥ ହେଇଯାଏ। କିନ୍ତୁ ଡେଭଲପମେଣ୍ଟ ଆପଣ ଲାଇଫ ଲଙ୍ଗ ପ୍ରୋସେସ, ଆପଣଙ୍କର ଲାଇଫ ଲଙ୍ଗ ଚାଲିଥାଏ, ଜୀବନ ବ୍ୟାପୀ ଚାଲିଥାଏ। ତାପରେ ଆସିଲା ଷ୍ଟେଜେସ୍ ଅଫ ଡେଭଲପମେଣ୍ଟ ବା ବିକାଶର ପର୍ଯ୍ୟାୟ। ପର୍ଯ୍ୟାୟ ସବୁ କଣ କଣ ରହିଲା, ପ୍ରଥମେ ଆସିଲା ଆପଣଙ୍କ ଇନଫାନ୍ସି। ଇନଫାନ୍ସି କହିଲେ ଆପଣଙ୍କ ଶିଶୁ ବା ଶୈଶବ ବ୍ୟବସ୍ଥା। ତାହେଲେ ଶିଶୁ କାଳରେ କଣ ହୁଏ ନା ଫିଜିକାଲ ଡେଭଲପମେଣ୍ଟ ହୁଏ, ରାପିଡ ଗ୍ରୋଥ ଇନ ହାଇଟ ଆଣ୍ଡ ୱେଟ। ତାହେଲେ ଆପଣଙ୍କର ଏଇ ଅବସ୍ଥାରେ କଣ ହୁଏ ନା ସବୁବେଳେ ରାପିଡ ଗ୍ରୋଥ ମନେ ରଖିଥିବେ, ଏଇ କୋଶ୍ଚିନ୍ ଟା ପଡେ। ଆପଣଙ୍କର ଇନଫାନ୍ସି ଟାଇମ ରେ ସବୁଠୁ ହାଇଟ ଆଉ ୱେଟ ଶୀଘ୍ର ଶୀଘ୍ର ବଢିବ। ଗୋଟେ ଛୋଟ ପିଲାଟେ 3 ବର୍ଷ ଭିତରେ ସେ ସାଙ୍ଗେ ସାଙ୍ଗେ ବଢିବ, ଛୋଟରୁ ସେ ବହୁତ ବଡ ବଡ ସାଙ୍ଗେ ସାଙ୍ଗେ ହେଇଯିବ। ଡେଭଲପମେଣ୍ଟ ଅଫ ସେନ୍ସରି ଆବିଲିଟିଜ ଲାଇକ ଭିଜନ, ହିୟରିଂ ଆଣ୍ଡ ଟଚ୍। ତାହେଲେ ଆପଣଙ୍କର ଯୋଉ ସେନ୍ସରି ଆବିଲିଟିସ ରହିଲା, ଆପଣ ସମ୍ବେଦନଶୀଳ କ୍ଷମତା ରହିଲା, ଯେମିତି ଆପଣ ଦୃଷ୍ଟି ରହିଲା, ଶ୍ରବଣ ଶକ୍ତି ରହିଲା, ସ୍ପର୍ଶ ରହିଲା, ସବୁ କ୍ଷେତ୍ରରେ କଣ ହୁଏ ନା ବିକାଶ ହୁଏ। ତାପରେ ମୋଟର ସ୍କିଲ୍ସ ଡେଭଲପ, ଗ୍ରାସ୍ପିଂ, କ୍ରଲିଂ, ଷ୍ଟାଣ୍ଡିଂ ଆଣ୍ଡ ୱାକିଂ। ତାହେଲେ ମୋଟର କୌଶଳରେ ବିକଶିତ ହୁଏ, ଯେମିତି କି ଧରିବା, କ୍ରଲ କରିବା, ତାପରେ ଠିଆ ହେବା, ତାପରେ ଆପଣଙ୍କ ଚାଲିବା, ଏଇ ସବୁ କ୍ଷେତ୍ରରେ ଆପଣ କଣ ହୁଏ ନା ଡେଭଲପମେଣ୍ଟ ହୁଏ। କୋଉ ସମୟରେ ନା ଆପଣଙ୍କର ଯେତେବେଳେ ଆପଣ ଇନଫାନ୍ସ ଷ୍ଟେଜ ରେ, ଏଇ ସବୁ କ୍ଷେତ୍ରରେ ଆପଣ କଣ ହୁଏ ନା ବଢିଯାଏ। ଆପଣଙ୍କ ଏଥିରେ ରାପିଡ ଡେଭଲପମେଣ୍ଟ ହୁଏ। କ୍ରଲିଂ କହିଲେ ଆପଣ ଯୋଉଟା ବୁଝିପାରୁନାହାନ୍ତି, ଯେ କ୍ରଲିଂ ହେଲା କଣ, ଯେମିତି ଆପଣଙ୍କର ଭରା ଦେଇକି ଯୋଉ ପିଲା ସବୁ ସ୍ଲୋଲି ସ୍ଲୋଲି ମୁଭ କରିବାକୁ ଚେଷ୍ଟା କରନ୍ତି ପେଟରେ ଭରା ଦେଇକି, ସେଟାକୁ କ୍ରଲିଂ କହୁଛନ୍ତି। ତାହେଲେ ଏଇ ଷ୍ଟେଜ ରେ ସେଟା ହୁଏ। ତାପରେ ତାପରେ ଆସିଲା ଆପଣଙ୍କ କଗ୍ନିଟିଭ ଡେଭଲପମେଣ୍ଟ। କଗ୍ନିଟିଭ ଡେଭଲପମେଣ୍ଟ କହିଲେ ଆପଣଙ୍କର ଆସିଲା ଜ୍ଞାନାତ୍ମକ ବିକାଶ ବା ବୌଦ୍ଧିକ ବିକାଶ ବି କୁହାଗଲା ଯୋଉଟାକୁ। ତାହେଲେ ପ୍ରଥମେ ଆସିଲା ଏକ୍ସପ୍ଲୋରେସନ ଥ୍ରୁ ସେନ୍ସେସ୍, ଟଚ୍, ଟେଷ୍ଟ ଆଣ୍ଡ ସ୍ମେଲ। ତାହେଲେ ସେ ଶିଶୁ ଅବସ୍ଥାରେ ସେ କଣ ହୁଏ ନା ତାର ସବୁ ସେନ୍ସ ରେ କଣ ହୁଏ ନା ତାର ଇନ୍ଦ୍ରିୟ ମାଧ୍ୟମରେ ଅନ୍ୱେଷଣ। ସେ ସ୍ଵାଦ ବାରିବାକୁ ଚେଷ୍ଟା କରେ, ସେ ଯାହାବି ବାସ୍ନା ଆସିଲା ସେ ବାସ୍ନା ଟା କଣ ସେଟାକୁ ବାରିବାକୁ ଚେଷ୍ଟା କରେ। ଟଚ୍ କରିକି ଦେଖେ ଯେ ତାର କେମିତି ଲାଗୁ, ସବୁ ଜିନିଷକୁ ସେ ଟଚ୍ କରିକି ଦେଖେ, ଛୁଇଁକି ଦେଖେ, ସ୍ପର୍ଶ କରିକି ଦେଖେ। ତା ସହିତ ସେ ଟେଷ୍ଟ କରି ଦେଖେ। ସବୁ ଦେଖିବେ ପିଲାମାନେ ଗୋଟେ ଗୋଟେ ମାଟି କୁ ଖାଇ ଦିଅନ୍ତି, ଯାହା ନଥିଲେ ତାକୁ ପାଟିରେ ଦେଇ ଦିଅନ୍ତି, କାରଣ ସେ ସବୁ ଜିନିଷକୁ ଟେଷ୍ଟ କରିବାକୁ ଚେଷ୍ଟା କରନ୍ତି, ସବୁ ଜିନିଷ ଛୁଇଁବାକୁ ଚେଷ୍ଟା କରନ୍ତି। ହେଲା, ତା ଡେଭଲପମେଣ୍ଟ ଅଫ ଅବଜେକ୍ଟ ପରଫରମାନ୍ସ, ଅଣ୍ଡରଷ୍ଟାଣ୍ଡିଂ ଦ୍ୟାଟ ଅବଜେକ୍ଟ ଏକ୍ଜିଷ୍ଟ ଇଭେନ ହ୍ୱେନ ନଟ୍ ସିନ୍।
ବସ୍ତୁତ୍ୱ ସ୍ଥାୟିତ୍ୱର ବିକାଶ ଏହା ବୁଝିବା ଯେ ବସ୍ତୁ ଗୁଡିକ ଦୃଶ୍ୟମାନ ନହେଲେ ମଧ୍ୟ ବିଦ୍ୟମାନ। ତାହେଲେ ଆପଣଙ୍କର ବସ୍ତୁ ଗୁଡିକ ଦୃଶ୍ୟମାନ ନହେଲେ ବି ସେଗୁଡିକ ଅଛି ବୋଲି ସେ ସେଇ ଜିନିଷ ଦେଖନ୍ତି। ତାର ବିଗିନିଂ ଅଫ ସିମ୍ବଲିକ ଥଟ୍, ପ୍ରତୀକାତ୍ମକ ଠଗର ଆବଶ୍ୟକ। ସେତେବେଳେ ସବୁ ସିମ୍ବଲ, ଏଇ ସବୁ ଷ୍ଟେଜରେ ସେ ସବୁବେଳେ ସିମ୍ବଲରେ କଥାବାର୍ତ୍ତା ହୁଅନ୍ତି। ତାକୁ ପ୍ରତୀକ ମାନେ ତାକୁ ଆପଣ କଣ କରିବେ ନା ଠାର ସାହାଯ୍ୟରେ ସେମାନେ କଥାବାର୍ତ୍ତା କରନ୍ତି। ଯେହେତୁ କଥାବାର୍ତ୍ତା କରିପାରନ୍ତିନି, ତାଙ୍କୁ ଭାଷା କରିବା ମାନେ ତାଙ୍କର ଏତେ ଡେଭଲପମେଣ୍ଟ ହେଇନଥାଏ, ସେଇଥିପାଇଁ ସେ ଯେତେବେଳେ ତାଙ୍କୁ ଭୋକ ଲାଗିଲା କି କଣ କଲା, ସେ ସବୁବେଳେ ଠାରରେ ତାଙ୍କ ମାଙ୍କୁ କିଏ କାନ୍ଦିକି କହେ, କିଏ ଠାରରେ କହେ ମତେ ଭୋକ ଲାଗିଲାଣି। ବିଭିନ୍ନ ପ୍ରକାର ଠାର ମାଧ୍ୟମରେ ସେ ନିଜର ଯାହାବି କଥା ଅଛି, ନିଜର ଯାହାବି କହିବାକୁ ଯାହାବି ଅଛି, ସେ ସବୁ ତାକୁ ସେୟାର କରନ୍ତି ଠାର ମାଧ୍ୟମରେ। ତାପରେ ପ୍ରତୀକାତ୍ମକ ଠଗର ଆରମ୍ଭ ହେଲା, ଯୋଉଟା କି ବିଗିନିଂ ଅଫ ସିମ୍ବଲିକ ଥଟ୍। ନିଜର ଭାବ ପ୍ରକାଶ କେମିତି କରନ୍ତି ନା ସିମ୍ବଲ ମାଧ୍ୟମରେ। ତାପରେ ଆସିଲା ଆପଣଙ୍କ ଲାଙ୍ଗୁଏଜ ଡେଭଲପମେଣ୍ଟ। ତାହେଲେ ପ୍ରଥମେ ଆସିଲା ଲାଙ୍ଗୁଏଜ ଡେଭଲପମେଣ୍ଟ କେମିତି ହେଲା ନା କ୍ରାଇଂ ଆଜ ଦ ଫାଷ୍ଟ ଫର୍ମ ଅଫ କମ୍ୟୁନିକେସନ। ତାହେଲେ ସେ ପ୍ରଥମେ କେମିତି କରନ୍ତି, ଯେତେବେଳେ ଛୋଟ ପିଲାଟିଏ କଣ ହୁଏ ନା କାନ୍ଦିକିନା ହିଁ ତାର ପ୍ରଥମେ ଭାବର ପ୍ରକାଶ କରେ, ଷ୍ଟାର୍ଟ କରେ। ଛୁଆଟା ପ୍ରଥମେ କଣ କରେ ନା କାନ୍ଦେ, ତାକୁ ଭୋକ ଲାଗିଲେ ସେ କଣ କରିବ ନା କାନ୍ଦିବ। ସେଇଠି ତା ମା ଜାଣିପାରିବ ଯେ ପିଲାକୁ ଭୋକ ଲାଗିଲାଣି। ତାହେଲେ ସେ କାନ୍ଦିବା ମାଧ୍ୟମରେ ତା ଭାବ ପ୍ରକାଶ କରିବାକୁ ଷ୍ଟାର୍ଟ କରେ, ବା କମ୍ୟୁନିକେସନ କରିବାର ପ୍ରଥମ ୱେ ହେଲା କଣ ନା କାନ୍ଦିବା। ତାପରେ ଆପଣଙ୍କୁ ଆସିଲା ତାପରେ ଥିଲା ବ୍ୟାବଲିଂ 6 to 8 month। ତାର 6 ରୁ 8 ମାସ କଣ କରେ ନା ବ୍ୟାବଲିଂ ବା ଅସ୍ପଷ୍ଟ କଥନ, ମାନେ ଖନେଇ ଖନେଇ କଥାବାର୍ତ୍ତା କରିବ। ଛୋଟ ପିଲାଟେ ସେ ଧୀରେ ଧୀରେ ତ ସ୍ପଷ୍ଟ ଭାବରେ ଏକାଥରେ କଥାବାର୍ତ୍ତା କରିପାରେନି। ସେ ପ୍ରଥମେ କଣ କରେ ନା, ଆପଣ ମାର୍କ କରିଥିବେ ଆପଣଙ୍କ ଘରେ ଯେତେବେଳେ ପିଲା ଥିବେ, ତାହେଲେ ସେ କଣ କରନ୍ତି ଖନେଇ ଖନେଇ କଥାବାର୍ତ୍ତା ଷ୍ଟାର୍ଟ କରନ୍ତି। ସେ ପ୍ରଥମେ ପ୍ରଥମେ ଠିକ ସେ କଥାବାର୍ତ୍ତା କରିପାରିବେନି ସ୍ପଷ୍ଟ ଭାବରେ, ସେ ଏତେ ଅସ୍ପଷ୍ଟ କଥନ ବା ଖନେଇ ଖନେଇ ଯୋଉଟା କୁହାଯାଏ ସେଇଭଳିଆ କଥାବାର୍ତ୍ତା କରନ୍ତି, ଯୋଉଟା ବାବଲିଂ କୁହନ୍ତି। ତାର ଫାଷ୍ଟ ୱାର୍ଡସ ଆରାଉଣ୍ଡ 1 year। ତାହେଲେ ପ୍ରଥମ ୱାର୍ଡ ଯଦି ଯେ କି ମୋଷ୍ଟଲି ସମସ୍ତେ ମା ହିଁ କୁହନ୍ତି, ଯୋଉ ଛୁଆ ମାନେ ମା ହିଁ କୁହନ୍ତି। ଆଉ ସେଟା କେତେବେଳେ ହୁଏ ନା 1 ବର୍ଷ ପିଲା ଯେତେବେଳେ ହେଇଯିବେ, ତାହେଲେ ମା କହିବା ଷ୍ଟାର୍ଟ କରିବ। ତା ପ୍ରଥମ ୱାର୍ଡ ମା ହିଁ କହିବା ଷ୍ଟାର୍ଟ କରିବା ପ୍ରଥମ ଶବ୍ଦ। ତାର ଭୋକାବୁଲାରୀ ଗ୍ରୋଥ ବିଗିନ୍ସ ରାପିଡଲି ଆଫ୍ଟର 18 months। ତାହେଲେ 1.5 ବର୍ଷ ପରେ ବା 18 ମାସ ପରେ କଣ ହୁଏ ନା ତାର ଭୋକାବୁଲାରୀ ବା ଶବ୍ଦ ଭଣ୍ଡାର ଯୋଉ ବୃଦ୍ଧି, ସେ ବିଭିନ୍ନ ବିଭିନ୍ନ ନୂଆ ନୂଆ ୱାର୍ଡ ଶିଖେ। ଭୋକାବୁଲାରୀ ୱାର୍ଡସ ବିଭିନ୍ନ ପ୍ରକାର ୱାର୍ଡ ଶିଖିବାକୁ ଚେଷ୍ଟା କରେ। ବର୍ଣ୍ଣବୋଧ ସବୁ ତାକୁ ପଢାନ୍ତି, ପିଲାମାନଙ୍କୁ ବହୁତ ଗୁଡେ ଜିନିଷ ଶିଖାନ୍ତି, ବହୁତ ବହୁତ ଭାଷା ଶିଖାନ୍ତି, ବହୁତ ବହୁତ ୱାର୍ଡ ଶିଖାନ୍ତି। ତାହେଲେ ଏଇ ସବୁ ଷ୍ଟେଜରେ 1.5 ବର୍ଷ ପରେ ସେଟା ଷ୍ଟାର୍ଟ ହେଇଯାଏ। ଏଇ ସବୁ ମାଧ୍ୟମରେ ଆପଣଙ୍କର କଣ ହୁଏ ନା ଲାଙ୍ଗୁଏଜ ର ଡେଭଲପମେଣ୍ଟ ହୁଏ। ତାପରେ ସୋସିଆଲ ଆଣ୍ଡ ଇମୋସନାଲ ଡେଭଲପମେଣ୍ଟ। ତାହେଲେ ଆପଣଙ୍କ ସାମାଜିକ ଓ ଭାବନାତ୍ମକ ଓ ଆବେଗିକ ବିକାଶ। ତାହେଲେ ପ୍ରଥମେ ଦେଲେ ଆଟାଚମେଣ୍ଟ ଟୁ କେୟାର ଗିଭର୍ସ। ତାହେଲେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରତି ଆସକ୍ତି ଥାଏ। ଦେଖୁଥିବେ ଆପଣଙ୍କ ଛୋଟ ପିଲାମାନେ ସବୁବେଳେ ମା କୁ ଖୋଜିବେ। ଯଦି ଛୋଟ ପିଲାମାନଙ୍କ ପାଖରୁ ଯଦି ମା ଯଦି କୁଆଡେ ପଳେଇଥିବ, ମା ଯଦି ନଥିବେ, ତାହେଲେ ସେ ସବୁବେଳେ କାନ୍ଦିବେ। କଣ ପାଇଁ ନା ଯିଏ ତାକୁ ଅଧିକ କେୟାର ନଉଛି ତାଙ୍କ ପ୍ରତି ସେମାନେ ଆସକ୍ତ ହେଇଯାନ୍ତି ବା ଆଟାଚ ହେଇଯାନ୍ତି। ସେଥିପାଇଁ ଯଦି ସେ ତାଙ୍କର ଅନୁପସ୍ଥିତି ଥିବ, ସେ କୌଣସି ଜାଗାକୁ ଯାଇଥିବେ, ତାହେଲେ ସେମାନେ କଣ କରିବେ ନା କାନ୍ଦିବେ। ତାପରେ ସେପାରେସନ ଆଂଜାଇଟି ଆରାଉଣ୍ଡ 8 to 12 month। ହେଲା, ସେପାରେସନ ଆଂଜାଇଟି ମାନେ 8 ରୁ 12 ବର୍ଷ ମଧ୍ୟରେ ଅଲଗା ହେବାର ଚିନ୍ତା ଆସିଯାଏ। ତାହେଲେ ତାଙ୍କର ଆସିଯାଏ ଗୋଟେ ମାଇଣ୍ଡ ସେଟରେ ଯେ ସେ କେମିତି ଅଲଗା ହେଇଯିବେ। ହେଲା, ମତେ ଛାଡିକି ପଳେଇବ କି, ସେଇ ମାଇଣ୍ଡ ତାଙ୍କର ଆସିଯାଏ କେତେବେଳେ ନା ସେପାରେସନ ଆଂଜାଇଟି ଯେ 8 ରୁ 12 ବର୍ଷ। ସେଥି ସବୁବେଳେ ସେ ଚାହାନ୍ତି ଯେ ତାଙ୍କ ମା ପାଖରେ ରହିବାକୁ। ଏକ୍ସପ୍ରେସନ ଅଫ ବେସିକ ଇମୋସନ୍ସ ଜୟ, ଆଙ୍ଗର, ଫିୟର୍ସ। ମୌଳିକ ଭାବ ପ୍ରବଣତାର ଅଭିବ୍ୟକ୍ତି ଆନନ୍ଦ, କ୍ରୋଧ ଓ ଭୟ। ହେଲା, ତାହେଲେ ଏଇ ସବୁ ଜିନିଷ ଆପଣ ପିଲାକୁ ଯଦି କିଛି ନୂଆ ନୂଆ ଆପଣଙ୍କ ଟୟ ଦେଇଦେଲେ, କିଛି ଆପଣ କଣ କଲେ ନା ଖେଳଣା ଦେଲେ, ସେ ଖୁସି ହେଇଯାଏ। ଯଦି ତାଠୁ ଆପଣ ଖେଳଣା ନେଇଗଲେ ସେ ରାଗି ଯାଆନ୍ତି। ହେଲା, ତାପରେ ଯଦି ତା ମାକୁ ଛାଡିକି ନେଇଯାଆନ୍ତି ସେ କାନ୍ଦନ୍ତି, ଡରିଯାଆନ୍ତି। ତାକୁ ଯଦି ଅଲଗା ଅଲଗା ଯୋଉ ଗୋଟେ ଆପଣ ଯଦି ତାକୁ କଣ କରିବେ ନା ଅନ୍ଧାର ଘରରେ ପୁରେଇ ଦେବେ, ଗୋଟେ ଗୋଟେ ପର୍ଯାୟରେ ଆପଣ ପୁରେଇ ଦିଅନ୍ତି ପିଲାମାନଙ୍କୁ, ସେମାନେ କାନ୍ଦି ଦିଅନ୍ତି, କାରଣ ଡର ଲାଗେ। ହେଲା, ତାହେଲେ ଏଇ ସବୁ ଭାବନା କଣ ହୁଏ ବିକାଶ ହୁଏ, ଜୟ, ଆଙ୍ଗର ଆଉ ଫିୟର। ତାପରେ ଆପଣ ଆସିଥିଲା ଶୈଶବ କାଳ ଗଲା, ଏବେ ଆସିଲା ଆର୍ଲି ଚାଇଲ୍ଡହୁଡ। ତାହେଲେ ଆର୍ଲି ଚାଇଲ୍ଡହୁଡ ଆପଣ କଣ ଆସିଲା ଫିଜିକାଲ ଡେଭଲପମେଣ୍ଟ କଣ ଆସିଲା, ଗ୍ରୋଥ ସ୍ଲୋଜ କମ୍ପେୟାର ଟୁ ଇନଫାନ୍ସି।
ତାହେଲେ ଆପଣଙ୍କ ସବୁବେଳେ ରାପିଡ ଗ୍ରୋଥ ସବୁଠାରେ ହୁଏ କୋଉଥିରେ ନା ଇନଫାନ୍ସି ଷ୍ଟେଜରେ, ଶୈଶବ କାଳରେ। ତାପରେ ଆପଣ ବାଲ୍ୟ କାଳରେ କଣ ହୁଏ ନା ଆପଣଙ୍କର ଗ୍ରୋଥ ଟା ଟିକେ କମିଯାଏ। କିନ୍ତୁ ମାନେ ଗ୍ରୋଥ ଥାଏ, କିନ୍ତୁ ଇନଫାନ୍ସି ତୁଳନାରେ ବା ଶୈଶବ କାଳ ତୁଳନାରେ ଆପଣଙ୍କର ଆର୍ଲି ଚାଇଲ୍ଡହୁଡ ରେ ବାଲ୍ୟ କାଳରେ, ପ୍ରାକ୍ ବାଲ୍ୟ କାଳରେ ଆପଣଙ୍କ ଗ୍ରୋଥ ଟା ଟିକେ କମିଯାଏ। ତାପରେ ଡେଭଲପମେଣ୍ଟ ଅଫ ଫାଇନ ମୋଟର ସ୍କିଲ୍ସ, ଡ୍ରଇଂ, ବଟନିଂ ଅଫ କ୍ଲଥେସ୍। ତାର ସୂକ୍ଷ୍ମ ମୋଟର ଦକ୍ଷତାର ବିକାଶ ହୁଏ, ଯେମିତି ଆପଣ ସୂକ୍ଷ୍ମ ମୋଟର କହିଥିଲେ ଯୋଉଟା ଆପଣଙ୍କ ଫିଙ୍ଗର ରେ, ଯୋଉଟା ଆପଣ ମେନଲି କରନ୍ତି। ଯଦି ଆପଣ ଅଙ୍କନ ହେଲା, ଡ୍ରଇଂ ହେଲା, ତାର ପୋଷାକରେ ବଟମ ଲଗେଇବା, ଏ ସବୁ ଆପଣଙ୍କ ସ୍କିଲ୍ସ ଟା ଆପଣଙ୍କ ଡେଭଲପ ହେଇଯାଏ ଏଇ ଷ୍ଟେଜରେ। ତାପରେ ଗ୍ରସ୍ ମୋଟର ସ୍କିଲ୍ ଶିଖିଯାଏ, ପିଲା ନିଜର ସାର୍ଟ ରେ ବଟମ ଦେବା ଶିଖି ଯାଆନ୍ତି, କିଛି ନୂଆ ଡ୍ରଇଂ କରି ଶିଖି ଯାଆନ୍ତି। ତାପରେ ଗ୍ରସ୍ ମୋଟର ସ୍କିଲ୍ସ ଇମ୍ପ୍ରୁଭ, ରନିଂ, ଜମ୍ପିଂ, କ୍ଲାଇମ୍ବିଂ। ତାପରେ ତାର ଗ୍ରସ୍ ମୋଟର ସ୍କିଲ୍ସ ର ଇମ୍ପ୍ରୁଭମେଣ୍ଟ ହୁଏ, ଯେମିତି ଦୌଡ଼ିବା ହେଲା, ଡେଇଁବା ହେଲା, ଆରୋହଣ କରିବାର ହେଲା। ଏଇ ସବୁର ଆପଣଙ୍କର କଣ ହୁଏ ନା ଡେଭଲପମେଣ୍ଟ ହେଇଯାଏ କୋଉଠି ନା ପ୍ରାକ୍ ବାଲ୍ୟ କାଳରେ। ତାପରେ ଆସିଲା କଗ୍ନିଟିଭ ଡେଭଲପମେଣ୍ଟ, ରାପିଡ ଲାଙ୍ଗୁଏଜ ଡେଭଲପମେଣ୍ଟ, ଭୋକାବୁଲାରି ଆଣ୍ଡ ସେଣ୍ଟେନ୍ସ ଫର୍ମେସନ। ଦୃଢ ଭାଷାର ବିକାଶ ହୁଏ, ଶବ୍ଦ ଭଣ୍ଡାର ଏବଂ ବାକ୍ୟ ଗଠନ। ତାହେଲେ ପିଲା ଏଠି କଣ କରନ୍ତି ନା ଭୋକାବୁଲାରି ନୂଆ ନୂଆ ୱାର୍ଡ ଶିଖନ୍ତି। ଶବ୍ଦ ଭଣ୍ଡାର ମାନେ ନୂଆ ନୂଆ ଶବ୍ଦ ଭଣ୍ଡାରରୁ ବିଭିନ୍ନ ପ୍ରକାର କଣ କରନ୍ତି ନା ୱାର୍ଡ ଶିଖି ପାରନ୍ତି। ତାପରେ ସେଣ୍ଟେନ୍ସ ଫର୍ମେସନ, ବାକ୍ୟ ଗଠନ କରିବା ଶିଖନ୍ତି। ଗୋଟେ ଆପଣ ତାକୁ ୱାର୍ଡ ଟା ଦେବେ, ସେ ୱାର୍ଡ ରୁ ନୂଆ ଗୋଟେ ବାକ୍ୟ କହିବେ। ହେଲେ ଏଇ ସବୁ ବାକ୍ୟ ଗଠନ କରିବା ଶିଖି ଯାଆନ୍ତି ବାଲ୍ୟ କାଳରେ। ତାର ଇଗୋସେଣ୍ଟ୍ରିକ ଥିଙ୍କିଙ୍ଗ, ଡିଫିକଲ୍ଟି ସିଙ୍ଗ ଅଦର୍ସ ଭ୍ୟୁ ପଏଣ୍ଟସ୍। ତାହେଲେ ଅହଂକାର ଚିନ୍ତାଧାରା, ଅନ୍ୟ ମାନଙ୍କ ଦୃଷ୍ଟିକୋଣକୁ ଦେଖିବାରେ ଅସୁବିଧା। ତାହେଲେ ସେ ସବୁ ନିଜ କଥା ଭାବିବେ। ତାହେଲେ ଦେଖି ଛୋଟ ଛୋଟ ପିଲାମାନେ ଥାନ୍ତି, ସେ କଣ କରନ୍ତି ଆପଣ ଏଇ ବାଲ୍ୟ କାଳରେ, ଏବେ ଏଇ ମେନଲି ଆପଣ ଦେଖନ୍ତୁ 5-6 ବର୍ଷ ପିଲା ଗୁଡା, ସେ କେବଳ ନିଜ କଥା ଭାବିବେ ହେଲା। ଅନ୍ୟର ଭ୍ୟୁ ପଏଣ୍ଟ କୁ ଦେଖିବା ତାଙ୍କୁ ସମ୍ଭବପର ହୋଇନଥାଏ, ସେ ସବୁବେଳେ ନିଜ କଥା ଭାବନ୍ତି। ସେଥିପାଇଁ ତାକୁ ଇଗୋସେଣ୍ଟ୍ରିକ ଥିଙ୍କିଙ୍ଗ କୁହାଯାଏ। ଡିଫିକଲ୍ଟି ସିଇଂ ଅଦର୍ସ ଭ୍ୟୁ ପଏଣ୍ଟସ୍, ଅନ୍ୟ ମଣିଷର ଚିନ୍ତାଧାରାକୁ ବା ଦୃଷ୍ଟିକୋଣକୁ ସେମାନେ ବୁଝିପାରନ୍ତି ନାହିଁ, ସବୁବେଳେ ନିଜ କଥା ଭାବନ୍ତି। ତାପରେ ଡେଭଲପମେଣ୍ଟ ଅଫ ଇମାଜିନେସନ ଆଣ୍ଡ ସିମ୍ବଲିକ ପ୍ଲେ। ତାହେଲେ କଳ୍ପନା ଶକ୍ତି ଜାଗ୍ରତ ହେଇଯାଏ। ଆଉ ସିମ୍ବଲିକ ପ୍ଲେ, ବିଭିନ୍ନ ପ୍ରକାର ଯେମିତି ଘର ଘର ଖେଳ ଖେଳନ୍ତି, ଯଦି କହୁଥିଲେ ଆପଣଙ୍କୁ ବିଭିନ୍ନ ପ୍ରକାର ଯୋଉ ଗୋଟେ ଏମିତି କିଚେନ ସେଟ ଆଣନ୍ତି, ଘର ଘର ଖେଳରେ କିଏ ଆପଣଙ୍କର ଡକ୍ଟର ହୁଏ, କିଏ ଇଞ୍ଜିନିୟର ହୁଏ, ଏଇଭଳିଆ ସବୁ ସିମ୍ବଲିକ ପ୍ଲେ ଖେଳନ୍ତି ସିମ୍ବଲ ଅନୁସାରେ। ତାପରେ କ୍ୟୁରିଓସିଟି ଲିଡ୍ସ ଟୁ ଆସ୍କିଂ ମେନି କ୍ୱେଶ୍ଚିନ୍। ଯେ ଛୋଟ ଛୋଟ ପିଲାମାନେ, 5-6 ବର୍ଷର ପିଲାମାନେ, ସେମାନେ ସବୁ କୋଶ୍ଚିନ୍, ମେଞ୍ଚେ କୋଶ୍ଚିନ୍ ପଚାରିବେ, ଏଟା କଣ ପାଇଁ ହେଲା, ଏଇ ଜିନିଷ ଟା କଣ ପାଇଁ ହେଲା, ବହୁତ ଗୁଡେ କୋଶ୍ଚିନ୍ ପଚାରନ୍ତି। ତାହେଲେ ଏଇ ଏଜ ରେ କଣ ହୁଏ ନା ବହୁତ ଗୁଡେ କୋଶ୍ଚିନ୍ ପଚାରନ୍ତି ପିଲାମାନେ। କ୍ୟୁରିଓସିଟି ଲିଡ୍ସ ଟୁ ଆସ୍କିଂ ମେନି କ୍ୱେଶ୍ଚିନ୍ସ। କୌତୁହଳବଶତଃ ସେମାନେ ବହୁତ କୋଶ୍ଚିନ୍ ପଚାରନ୍ତି। ତାପରେ ଆସିଲା ସୋସିଆଲ ଆଣ୍ଡ ଇମୋସନାଲ ଡେଭଲପମେଣ୍ଟ, ଡେଭଲପମେଣ୍ଟ ଅଫ ସେଲ୍ଫ କନସେପ୍ଟ ଆଇ ଆଣ୍ଡ ମି। ତାହେଲେ ଡେଭଲପମେଣ୍ଟ ଅଫ ସେଲ୍ଫ କନସେପ୍ଟ ଆଇ ଆଣ୍ଡ ମି, ଆତ୍ମଧାରଣାର ବିକାଶ, ମୁଁ ଏବଂ ମୁଁ। ହେଲା। ତାହେଲେ ସୋସିଆଲ ଡେଭଲପମେଣ୍ଟ ଯୋଉଟା କି ମୁଁ କହିଲି, ସେ କେବଳ ଆଇ ମି ଆଉ ମାଇ ସେଲ୍ଫ ରହିଯାନ୍ତି, କେବଳ ନିଜ କଥା ହିଁ ଭାବନ୍ତି। ତାର ବିଗିନିଂ ଅଫ ଫ୍ରେଣ୍ଡସିପ ଆଣ୍ଡ ସୋସିଆଲ ପ୍ଲେ, କୋଅପରେଟିଭ ପ୍ଲେ। ଦେଖୁଥିବେ ଯୋଉମାନେ ଏଇ ଏଜରେ ପିଲା ଥିବେ, ସେ କଣ କରିବେ ନା ବନ୍ଧୁତା ଏବଂ ସାମାଜିକ ଖେଳର ଆରମ୍ଭ ବା ସହଯୋଗାତ୍ମକ ଖେଳ। ବିଗିନିଂ ଅଫ ଫ୍ରେଣ୍ଡସିପ ଆଣ୍ଡ ସୋସିଆଲ ପ୍ଲେ, କୋଅପରେଟିଭ ପ୍ଲେ। ତାହେଲେ ବନ୍ଧୁତା ଏବଂ ସାମାଜିକ ଖେଳର ଆରମ୍ଭ। ତାହେଲେ ଏଇ ଏଜ ରେ କଣ କରନ୍ତି ନା ପିଲାମାନେ ସବୁ ସାଙ୍ଗ ସୃଷ୍ଟି କରନ୍ତି। 5-6 ବର୍ଷର ପିଲାମାନେ, ସେମାନେ କଣ କରନ୍ତି ନା ପରସ୍ପର ସହିତ ସାଙ୍ଗ ହବା ସୃଷ୍ଟି କରନ୍ତି। ତାହେଲେ ସାଙ୍ଗ ହେଇକିନା କଣ କରନ୍ତି, ତାଙ୍କ ସହିତ ଖେଳନ୍ତି, କୋଅପରେଟିଭ ପ୍ଲେ ମିଶିକି ଖେଳନ୍ତି। ତାପରେ ଲର୍ନିଂ ସୋସିଆଲ ରୁଲସ ଆଣ୍ଡ ଡିସିପ୍ଲିନ ଫ୍ରମ ପ୍ୟାରେଣ୍ଟସ ଆଣ୍ଡ ଟିଚର୍ସ। ଏଇ ସମୟରେ ଛୋଟ ପିଲାମାନଙ୍କୁ ଦେଖିବେ ସମସ୍ତେ ମହାଭାରତ ରାମାୟଣର ବିଭିନ୍ନ ଦୃଶ୍ୟ ବିଷୟରେ କୁହନ୍ତି, ବିଭିନ୍ନ ଉଦାହରଣ ଦିଅନ୍ତି, ପୁରାଣ କଥା କୁହନ୍ତି। କଣ ପାଇଁ? ତାଙ୍କ ଭିତରେ କଣ ଆସିବା ପାଇଁ, ଡିସିପ୍ଲିନ ଆସିବା ପାଇଁ, ଶୃଙ୍ଖଳା ଆସିବା ପାଇଁ, ତାଙ୍କୁ ଶୃଙ୍ଖଳିତ କରିବା ପାଇଁ, ସଂସ୍କାର ତାଙ୍କ ଭିତରେ ଆଣିବା ପାଇଁ ପ୍ୟାରେଣ୍ଟସ ମାନେ କଣ କରନ୍ତି ନା ପୁରାଣ, ରାମାୟଣ, ମହାଭାରତର ବିଭିନ୍ନ କଥା ସବୁ କୁହନ୍ତି। ଏଇସବୁ ଜିନିଷ ଆପଣ ପ୍ୟାରେଣ୍ଟସ ବା ଟିଚର୍ସ ଶିଖନ୍ତି। ତାର ଇମୋସନାଲ ଆଉଟବ୍ରଷ୍ଟ ଆର୍ କମନ, ଲର୍ନିଂ ସେଲ୍ଫ କଣ୍ଟ୍ରୋଲ ସ୍ଲୋଲି। ବୈବାହିକ ବିସ୍ଫୋରଣ ସାଧାରଣ, ଧୀରେ ଧୀରେ ଆତ୍ମନିୟନ୍ତ୍ରଣ ଶିଖିପାରନ୍ତି। ତାହେଲେ ଇମୋସନାଲ ଆଉଟବ୍ରଷ୍ଟ ମାନେ କଣ ହେଲା ନା, ଯଦି ରାଗି ଯାଆନ୍ତି ତାହେଲେ ସେମାନେ
ଯଦି ତାଙ୍କୁ କିଛି ଛୋଟ କଥା ଟିକେ କହିଦେଲା ଖରାପ ଭାବିଲା ତାଙ୍କୁ ଲାଗିଲା ତାହେଲେ ସେମାନେ ରାଗି ଯାଆନ୍ତି। କାରଣ ଏଇ ଜିନିଷଟା ତାଙ୍କର କମନ ଥାଏ, କାନ୍ଦି ପକାନ୍ତି। ତାପରେ ଲର୍ଣ୍ଣିଂ ସେଲ୍ଫ କଣ୍ଟ୍ରୋଲ ସ୍ଲୋଲି, ଆଉ ନିଜକୁ କଣ୍ଟ୍ରୋଲ କରିବା ସେ ଧୀରେ ଧୀରେ ଶିଖନ୍ତି। ଅଲ୍ ଅଫ୍ ସଡନ୍ ହେଇଯାଏନି, ସେ ଧୀରେ ଧୀରେ ଶିଖିବାକୁ ଷ୍ଟାର୍ଟ କରନ୍ତି। ତାପରେ ଆସିଲେ ଲ୍ୟାଟର ଚାଇଲ୍ଡହୁଡ। ଲ୍ୟାଟର ଚାଇଲ୍ଡହୁଡ ଯୋଉଟା କି ଆପଣ 6 ରୁ 12 ବର୍ଷ ବୟସ, ଫିଜିକାଲ ଡେଭଲପମେଣ୍ଟ, ଷ୍ଟେଡି ଗ୍ରୋଥ ଇନ୍ ହାଇଟ୍ ଆଣ୍ଡ ୱେଟ୍। ତାହେଲେ ଉଚ୍ଚତା ଏବଂ ଓଜନରେ ସ୍ଥିର ବୃଦ୍ଧି ହୋଇଥାଏ। ତାହେଲେ ଉଚ୍ଚତା ଆଉ ଆପଣଙ୍କର ଓଜନରେ ଧୀରେ ଧୀରେ ଆପଣଙ୍କ ବୃଦ୍ଧି ହୁଏ। ତାପରେ ଷ୍ଟ୍ରେନ୍ଥ ଆଣ୍ଡ କୋଅର୍ଡିନେସନ ଇମ୍ପ୍ରୁଭ, ଶକ୍ତି ଏବଂ ସମନ୍ୱୟରେ ଉନ୍ନତି ହୋଇଥାଏ। ଯେମିତି ଆପଣଙ୍କର ଲ୍ୟାଟର ଚାଇଲ୍ଡହୁଡ କଣ ମାନେ ଯେହେତୁ ଇନଫାନ୍ଟ ଷ୍ଟେଜରେ ଅଧିକ ହେଇଗଲା, ତାପରେ ଆଡଲ୍ଟହୁଡ ଯେତେବେଳେ ଆପଣଙ୍କର ଏର୍ଲି ଚାଇଲ୍ଡହୁଡ ଆସିଲା, ସେତେବେଳେ ପୁରା ଆପଣଙ୍କ କଣ ହେଲା ନା ଟିକେ କମିଗଲା ଇନଫାନ୍ସିଠୁ, ତାପରେ ଲ୍ୟାଟର ଚାଇଲ୍ଡହୁଡ ତାଠୁ ଆହୁରି କମିଯାଏ, ଯେମିତି ଷ୍ଟେଡି ଧୀରେ ଧୀରେ ହୁଏ, ସ୍ଥିର ଭାବରେ ବେଶୀ ଆପଣଙ୍କ ବୃଦ୍ଧି ହୁଏନି। ତାପରେ ସ୍ଥିର ବିକାଶ ହୁଏ, strength and coordination improve, mastery of fine motor skills, writing, drawing and using tools, ସୂକ୍ଷ୍ମ ମୋଟର ଦକ୍ଷତାର ନିପୁଣତା, ଲେଖିବା, ଅଙ୍କନ କରିବା, ଉପକରଣ ବ୍ୟବହାର କରିବା। ତାହେଲେ ଆପଣଙ୍କ ଫାଇନ୍ ମୋଟର ସ୍କିଲ୍ସର ଡେଭଲପମେଣ୍ଟ ହୁଏ ଏଇ ଷ୍ଟେଜରେ। ତାପରେ ଲାଙ୍ଗୁଏଜ ଡେଭଲପମେଣ୍ଟ, improved vocabulary, grammar and communication skills, ଉଚ୍ଚ ଶବ୍ଦ ଭଣ୍ଡାର, ନୂଆ ନୂଆ ଶବ୍ଦ ଶିଖନ୍ତି। ତାପରେ ଗ୍ରାମାର ବା ବ୍ୟାକରଣ ଶିଖନ୍ତି। ତାପରେ କମ୍ୟୁନିକେସନ ସ୍କିଲ ବା ଯୋଗାଯୋଗ ଦକ୍ଷତା ତାଙ୍କର ବଢିଥାଏ। ତାପରେ ସେକେଣ୍ଡ ଆସିଲା ରିଡିଂ ଆଣ୍ଡ ରାଇଟିଂ ସ୍କିଲ୍ସ ଡେଭଲପ, ପଢିବା ଏବଂ ଲେଖିବା କୌଶଳ ବିକଶିତ ହୁଏ। ରିଡିଂ ଆଉ ରାଇଟିଂ ସ୍କିଲ୍ସ ଡେଭଲପମେଣ୍ଟ ହୁଏ। ଆବିଲିଟି ଟୁ ଏକ୍ସପ୍ରେସ ଥଟ୍ସ ମୋର କ୍ଲିୟରଲି, ଚିନ୍ତାଧାରାକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାର କ୍ଷମତା। ତାଙ୍କର ତାଙ୍କୁ କଣ କରିବେ ନା ଚିନ୍ତାଧାରାକୁ ସେ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରନ୍ତି। ହେଲା। social and emotional development, peer groups become very important, ସାଥୀ ଗୋଷ୍ଠୀ ଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପିୟର ଗ୍ରୁପ୍ସ ତାଙ୍କର କଣ ହୋଇଥାଏ ନା ଅଧିକ ଇମ୍ପୋର୍ଟାଣ୍ଟ ବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି। ଡେଭଲପମେଣ୍ଟ ଅଫ ଟିମ୍ ୱାର୍କ, କୋଅପରେସନ ଆଣ୍ଡ କମ୍ପିଟିସନ, ଦଳଗତ କାର୍ଯ୍ୟ, ସହଯୋଗ ଏବଂ ପ୍ରତିଯୋଗିତାର ବିକାଶ ହୋଇଥାଏ। ତାପରେ ଆତ୍ମସମ୍ମାନ ଶିକ୍ଷା ଓ କାର୍ଯ୍ୟକଳାପର ସଫଳତା ସହିତ ଜଡିତ ହୋଇଥାଏ। Self-esteem linked to success in academics and activities. Moral development, understanding fairness, right or wrong. ନୈତିକ ବିକାଶ ଏଇ ଷ୍ଟେଜରେ ହୋଇଥାଏ। ଆପଣଙ୍କର କୋଉ ଜିନିଷଟା ଠିକ, କୋଉ ଜିନିଷଟା ଭୁଲ, ସେ ଜିନିଷ ଜାଣିଥାନ୍ତି। ଯେ ଆପଣଙ୍କର କୋଉ ଜିନିଷଟା ଠିକ ହୁଏ, କୋଉ ଜିନିଷଟା ଭୁଲ, ସେ ଜିନିଷଟା ଜାଣନ୍ତି। ଆଉ ସେଲ୍ଫ ଏଷ୍ଟେମ୍ ଲିଙ୍କ୍ ଟୁ ସକ୍ସେସ୍ ଇନ୍ ଏକାଡେମିକ୍ସ ଆଣ୍ଡ ଆକ୍ଟିଭିଟିଜ୍। ସେଲ୍ଫ ଏଷ୍ଟେମ୍ ଯୋଉଟା ଆତ୍ମସମ୍ମାନ କୁହାହେଲା। ତାହେଲେ କେମିତି ଆତ୍ମସମ୍ମାନ ରକ୍ଷା ହବ, ମୁଁ ଯୋଉ ଜିନିଷଟା କରୁଛି ସେଟା ଯେମିତି ଆମର ମୁଁ ଯଦି କରିବି ସେ ଜିନିଷଟାରେ ମୋ ଆତ୍ମସମ୍ମାନ ଟା ରହିବ ନା। ଯଦି ମୁଁ କିଛି ବି ଖରାପ ଜିନିଷ କରିବି ତାହେଲେ ସେଥିରେ ମୋର ବାପା ମାଙ୍କର ସମ୍ମାନ ଟା ହାନି ହବ ନା ନ ହବ, ମୋ ନିଜର ଆତ୍ମସମ୍ମାନ ଟା ବୃଦ୍ଧି ହବ ନା ନ ହବ, ଏଇ ଜିନିଷ ଏଇଭଳିଆ ଚିନ୍ତାଧାରା ତାଙ୍କର ଏଇ ଷ୍ଟେଜରେ ବିକଶିତ ହେଇଥାଏ। ଦେଖନ୍ତୁ ସେଇ ଷ୍ଟେଜରେ ଆପଣଙ୍କ ଛୋଟବେଳେ ଇନଫାନ୍ସ ଷ୍ଟେଜରେ ଯିଏ ଆପଣଙ୍କର ପ୍ରି ଚାଇଲ୍ଡହୁଡ ରେ କଣ ହଉଥିଲା ନା ଆପଣଙ୍କର ସେମାନେ ସେବେଳେ ସେଲ୍ଫ ଅବସେସ୍ଡ ଥିଲେ, ନିଜେ ବି ଥାଉଥିଲେ। କିନ୍ତୁ ଏବେ ସେବେଳେ ତାଙ୍କ ବିକାଶ କଣ ହେଲା ନା ଟିମ୍ ୱାର୍କ। ଏବେ ସେମାନେ ଟିମ ରେ ଚଲେଇବେ, କୋଅପରେସନ, ସବୁ ମିଶିକିନା କେମିତି କାମ କରିବୁ, ସେଇ ଭାବନା ଟା ଜାଗ୍ରତ ହେଲା। ଧୀରେ ଧୀରେ ସେଟା ଜାଗ୍ରତ ହୁଏ। ତାପରେ ଆସିଲା ଆପଣଙ୍କ ଆଡଲସେନ୍ସ ଟା, ଯୋଉଟା କି କୈଶୋର ଅବସ୍ଥା କୁହନ୍ତି ବା କିଶୋର ଅବସ୍ଥା ବି କୁହନ୍ତି। ତାହେଲେ କିଶୋର ଅବସ୍ଥା କଣ ହେଲା ନା 12 ରୁ 18 ବର୍ଷ ହେଲା, ପ୍ୟୁବର୍ଟି ବିଗିନ୍ସ। ପ୍ୟୁବର୍ଟି ମାନେ ଯୌବନ ଆରମ୍ଭ ହୋଇଥାଏ। ସେକ୍ସୁଆଲ ମ୍ୟାଚୁରିଟି ବା ଯୌନ ପରିପକ୍ୱତା ଏବଂ ହରମୋନାଲ ଚେଞ୍ଜେସ ହୋଇଥାଏ, ବିଭିନ୍ନ ହରମୋନ ଚେଞ୍ଜେସ ହେଇଥାଏ। ତାପରେ ସେକ୍ସୁଆଲ ମ୍ୟାଚୁରିଟି ଦେଖାଯାଏ, ଯେମିତି ବହୁତ ଗୁଡେ ଆପଣଙ୍କର ଦେଖିବେ ମେନଷ୍ଟ୍ରୁଏସନ ବି ଏଇ ଷ୍ଟେଜ ଷ୍ଟାର୍ଟ ହୁଏ ଝିଅ ମାନଙ୍କର। ଆଉ ପୁଅ ମାନଙ୍କର ବହୁତ ଗୁଡେ ଫିଜିକାଲ ଚେଞ୍ଜେସ ହୁଏ, ଝିଅ ମାନଙ୍କର ବି ବହୁତ ଗୁଡେ ଫିଜିକାଲ ଚେଞ୍ଜେସ ଲକ୍ଷ୍ୟ କରାଯାଏ, ହରମୋନାଲ ଚେଞ୍ଜେସ ଲକ୍ଷ୍ୟ କରାଯାଏ। ତାପରେ ଗ୍ରୋଥ ସ୍ପଟ ଇନ ହାଇଟ୍ ଆଣ୍ଡ ୱେଟ୍, ତାହେଲେ କଣ ହୁଏ ନା ଉଚ୍ଚତା ଓଜନ ଦେଖିବେ ଗୋଟେ ଗୋଟେ ପିଲା ଏଇ ଷ୍ଟେଜରେ ମାନେ ତାଙ୍କର ହାଇଟ୍ ବେଶୀ ନଥିବ କିନ୍ତୁ ହଠାତ୍ ମାନେ ବଢିଯାଆନ୍ତି। ହଠାତ୍ ତାଙ୍କର କଣ ହୁଏ ନା
ଗ୍ରୋଥ ହେଇଯାଏ। କଣ ପାଇଁ ନା ଯେହେତୁ ହରମୋନର ବିକାଶ ହୁଏ, ହରମୋନ ଚେଞ୍ଜେସ ହୁଏ। ହରମୋନାଲ ଚେଞ୍ଜେସ ପାଇଁ ତାଙ୍କର ଗ୍ରୋଥ ଟା 12-14 ବର୍ଷ ଯାକେ ତାଙ୍କ ଗ୍ରୋଥ ହେଇନଥିବ, କିନ୍ତୁ ହଠାତ୍ ତାଙ୍କ 14 ବର୍ଷ ପରେ ବା ମେଟ୍ରିକ ପରେ ତାଙ୍କର ହାଇଟ୍ ଏତେ ବଢି ଯାଇଥିବ। ତାହେଲେ ସେଇ ଜିନିଷଟା କଣ ମାନେ ହରମୋନାଲ ଚେଞ୍ଜେସ ପାଇଁ। ତାର ସେକେଣ୍ଡାରୀ ସେକ୍ସୁଆଲ କ୍ୟାରେକ୍ଟରିଷ୍ଟିକ୍ସ ଡେଭଲପ, ଫେସିଆଲ ହେୟାର, ମାନେ ମୁହଁରେ, ତାର ବ୍ରେଷ୍ଟ ରେ ତାଙ୍କର ଚୁଟି ଉଠିଯାଏ, ତାର ଭଏସ ଚେଞ୍ଜେସ, ତାପରେ ସ୍ୱରରେ ପରିବର୍ତ୍ତନ ହୁଏ ହେଲା। ତାହେଲେ ଏଇ ସବୁ ଆପଣଙ୍କ କଣ ହୁଏ ନା ଆଡୋଲସେନ୍ସ ରେ ଦେଖା ଯାଇଥାଏ। ମୁହଁରେ ଚୁଟି ଉଠେ, ତାର ବ୍ରେଷ୍ଟ ରେ ତାଙ୍କର ପରିବର୍ତ୍ତନ ହୁଏ, ତାପରେ ଭଏସ ଟା ସ୍ୱର ପରିବର୍ତ୍ତନ ହେଇଯାଏ। ଗୋଟେ ଗୋଟେ ଛୋଟ ପିଲାଙ୍କର ଭଏସ ଗୁଡା ତାଙ୍କ ସଫ୍ଟ ଥାଏ, କିନ୍ତୁ ଟିକେ 18 ବର୍ଷ ପରେ ତାଙ୍କର ରୁକ୍ଷ ଭଏସ ହେଇଯାଏ। ଆସିଲା cognitive development, abstract thinking develops, ଫର୍ମାଲ ଅପରେସନାଲ ଷ୍ଟେଜ ପିଆଜେଟ କଣ କହିଥିଲେ, ପିଆଜେଟ ଯେହେତୁ କହିଥିଲେ ଫର୍ମାଲ ଅପରେସନାଲ ଷ୍ଟେଜ ରେ abstract thinking, abstract means କଣ, ଯୋଉଟା କାଳ୍ପନିକ, ଯୋଉଠି ଇମାଜିନେଟରୀ ଜିନିଷ, ସେ ଜିନିଷ ଆପଣ ଦେଖନ୍ତି। ହାଇପୋଥେଟିକାଲ ରିଜନିଂ ଆଣ୍ଡ ପ୍ରୋବ୍ଲେମ ସଲଭିଂ ଆବିଲିଟିଜ ଇମ୍ପ୍ରୁଭ, ହାଇପୋଥେଟିକାଲ ରିଜନିଂ ବଢିଯାଏ, ପ୍ରୋବ୍ଲେମ ସଲଭିଂ ସ୍କିଲ୍ସ ବି ବଢିଯାଏ। ତା ଡେଭଲପମେଣ୍ଟ ଅଫ ଫ୍ୟୁଚର ପ୍ଲାନିଂ ଆଣ୍ଡ ଆଇଡେଣ୍ଟିଫିକେସନ ଫର୍ମେସନ, ability to challenge ideas, think critically and form opinions। ତାହେଲେ କଣ ହୁଏ, ଡେଭଲପମେଣ୍ଟ ଅଫ ଫ୍ୟୁଚର ପ୍ଲାନିଂ, ସାର୍ ଫ୍ୟୁଚର 18 ବର୍ଷରୁ ମାନେ 15-16 ବର୍ଷ ପିଲା ମେଟ୍ରିକ ପରେ ସେ ଫ୍ୟୁଚର ପ୍ଲାନିଂ କରନ୍ତି, ଯେ ଫ୍ୟୁଚରରେ କଣ ହେବେ, ସେ ଅନୁସାରେ ସେ +2 ରେ ସାଇନ୍ସ ପଢିବେ କି କମର୍ସ ପଢିବେ କି ଡିପ୍ଲୋମା କରିବେ କି କଣ କରିବେ ଦେଖନ୍ତି। ଏଇ କ୍ଷେତ୍ରରେ ସେ ଫ୍ୟୁଚର ପ୍ଲାନିଂ କରିବା ଷ୍ଟାର୍ଟ କରିଦିଅନ୍ତି। ତାପରେ ability to challenge ideas, think critically and form opinions, ନିଜ ମତାମତ ଦିଅନ୍ତି, ସବୁ ବିଭିନ୍ନ ପ୍ରକାର ଆଇଡିଆକୁ ଚ୍ୟାଲେଞ୍ଜ କରନ୍ତି। ଯଦି ତାଙ୍କୁ ଆପଣ କିଛି କଥା କହିବେ, ସେ ତାର ନିଜର ମତାମତ ଦେବେ, ଯେ ନାଇଁ ଏଇ ଜିନିଷ ଠିକ ନୁହେଁ। ଯଦି ଆପଣ କହିବେ ତାଙ୍କୁ ଯେ କମର୍ସ ପଢିବା ଠିକ, ସାଇନ୍ସ ପଢିବା ତୋ ପାଇଁ ଠିକ ହବନି, ସେ କହିବେ ନାଇଁ ନାଇଁ ମୋ ପାଇଁ ସାଇନ୍ସ ପଢିବା ଠିକ ହବ, କାହିଁକି ନା ମୁଁ ଏତେ, ତାଙ୍କୁ ନିଜର ଗୋଟେ କ୍ରିଟିକାଲ ବା ଗୋଟେ ତାଙ୍କର ସେତେବେଳେ ଲଜିକାଲ ମାଇଣ୍ଡ ସେଟ ଆସି ଯାଇଥାଏ। ସେ ସବୁ ଜିନିଷ କ୍ରିଟିକାଲି ଦେଖନ୍ତି ହେଲା। ସେ ଆପଣ ଯାହା କହିଦେବେ ସେ କଥା ମାନିବେନି, ସେ ତାଙ୍କ ନିଜ ମୁଣ୍ଡ ବି ଖଟାନ୍ତି ହେଲା। ଥିଲା ଆପଣଙ୍କ ବିମୁକ୍ତ ଚିନ୍ତାଧାରା ବିକଶିତ ହୁଏ, ଆନୁଷ୍ଠାନିକ କାର୍ଯ୍ୟକ୍ଷମ ପର୍ଯ୍ୟାୟ ପିରିୟଡ ଷ୍ଟେଜରେ କାଳ୍ପନିକ ଯୁକ୍ତି ଏବଂ ସମସ୍ୟା ସମାଧାନ କରିବାର କ୍ଷମତା ବଢିଥାଏ। ଭବିଷ୍ୟତ ଯୋଜନା ଏବଂ ପରିଚୟ ଗଠନର ବିକାଶ ହୋଇଥାଏ। ଧାରଣା ଗୁଡିକ ଆହ୍ୱାନ କରିବା, ସମାଲୋଚନା ମୁକ ଭାବରେ ଚିନ୍ତା କରିବା ଓ ମତାମତ ଗଠନ କରିବାର କ୍ଷମତା ବି ବଢିଥାଏ। ମାନେ କ୍ରିଟିକାଲ ଦେଖନ୍ତି। ତାପରେ ଆସିଲା ସୋସିଆଲ ଆଣ୍ଡ ଇମୋସନାଲ ଡେଭଲପମେଣ୍ଟ, ଷ୍ଟ୍ରଙ୍ଗ ନିଡ୍ସ ଫର ଇଣ୍ଟରଡିପେଣ୍ଡେନ୍ସ ଆଣ୍ଡ ଆଇଡେଣ୍ଟିଟି, ତାହେଲେ ସ୍ଵାଧୀନତା ଏବଂ ପରିଚୟ ଦୃଢ ଆବଶ୍ୟକତା। ସେ ସବୁବେଳେ ସବୁବେଳେ ଦେଖିବେ କଣ, ଇଣ୍ଡିପେଣ୍ଡେନ୍ସ ଖୋଜିବେ। ଇଣ୍ଡିପେଣ୍ଡେନ୍ସ ମାନେ ସମୟ ପାଇଁ ସ୍ୱାଧୀନ, ନିଜର ପରିଚୟ ଖୋଜିବେ। ମୁଁ ଘରେ ମତେ କେମିତି ପରିଚୟ ମିଳୁ, ମୋର ଗୋଟେ ଏମିତି ମୁଁ କାମ କରିବି ଯଦି ମତେ ଘରେ ପରିଚୟ ମିଳିବ, ସବୁ ପରିବାରରେ ମୋର ଗୋଟେ ନାଁ ହବ। ଦ ଇନଫ୍ଲୁଏନ୍ସ ଅଫ ପିୟର ଗ୍ରୁପସ ଇଜ ଭେରି ଷ୍ଟ୍ରଙ୍ଗ। ଏଇ ସବୁ ଷ୍ଟେଜରେ ପିଲାମାନେ କଣ ହୁଅନ୍ତି ଦେଖିଥିବେ, ଏଇ 12 ରୁ 18 ବର୍ଷ ପିଲାମାନେ କଣ ମେନଲି ତାଙ୍କ ସାଙ୍ଗ ବିଷୟରେ ବେଶୀ, ସାଙ୍ଗ ସାଙ୍ଗରେ ସେମାନେ ବେଶୀ ବୁଲନ୍ତି, ସାଙ୍ଗଙ୍କ କଥା ତାଙ୍କୁ ଅଧିକ ମ୍ୟାଟର କରେ। ସାଙ୍ଗ ଯେମିତି ହେୟାର ଷ୍ଟାଇଲ କଲା ମୁଁ ବି ସେମିତି ହେୟାର ଷ୍ଟାଇଲ କରିବି, ସେ ଯଦି ଏଇ ବ୍ୟାଗ ଟା କିଣିଲା ମୁଁ ବି ସେଇ ବ୍ୟାଗ ଟା କିଣିବି। ଏଇ ସବୁ ଚିନ୍ତାଧାରା ତାଙ୍କ ଭିତରେ ଥାଏ, ଆଉ ତାଙ୍କ ଇନଫ୍ଲୁଏନ୍ସ, ତାଙ୍କ ପ୍ରଭାବ ଟା ବେଶୀ ପଡେ। ଇମୋସନାଲ ଫ୍ରଷ୍ଟ୍ରେସନ୍ସ ଡ୍ୟୁ ଟୁ ହରମୋନାଲ ଚେଞ୍ଜେସ, ଇମୋସନାଲି ଯେହେତୁ ହରମୋନାଲ ଚେଞ୍ଜେସ ହଉଛି, ଆପଣଙ୍କ ଫିଜିକାଲ ଆପଣଙ୍କର ହରମୋନାଲ ଚେଞ୍ଜେସ ହଉଛି, ଫିଜିକାଲି ଆପଣଙ୍କର ଚେଞ୍ଜ ହଉଛି, ତାହେଲେ ଆପଣ କଣ ନା ବିରକ୍ତି ଲାଗେ। ଫର୍ମେସନ ଅଫ ସେଲ୍ଫ ଆଇଡେଣ୍ଟିଟି ଆଣ୍ଡ ପର୍ସନାଲ ଭାଲ୍ୟୁଜ, ଆତ୍ମପରିଚୟ ଏବଂ ବ୍ୟକ୍ତିଗତ ମୂଲ୍ୟବୋଧର ଗଠନ। ସେ ଆପଣ ସବୁବେଳେ ଭାବେ, ସେଇ ଷ୍ଟେଜରେ ପିଲାମାନେ ଭାବନ୍ତି ଯେ ମୁଁ ନିଜେ କେମିତି ପରିଚୟ ଦେବି, ମୋ ବାପା ମାଙ୍କ ନାଁରେ ମୁଁ କେମିତି ମୋର ପରିଚୟ ମୁଁ ନିଜେ ସୃଷ୍ଟି କରିବି, ଏଇ ସବୁ ଚିନ୍ତାଧାରା ଆସେ। ଡେଭଲପମେଣ୍ଟ ଅଫ ଇଣ୍ଟିମେଟ ରିଲେସନସିପ୍ସ ଆଣ୍ଡ କନସର୍ନ ଫର ସୋସିଆଲ ଇସ୍ୟୁଜ, ତାହେଲେ ଆପଣ ଇଣ୍ଟିମେଟ ରିଲେସନସିପ୍ସ ସହିତ ଆପଣ କଣ ହୁଏ, ଇଣ୍ଟିମେଟ ରିଲେସନସିପ୍ସ ଆଣ୍ଡ କନସର୍ନ ଫର ସୋସିଆଲ ଇସ୍ୟୁଜ, ତାହେଲେ ଅନ୍ତରଙ୍ଗ ସମ୍ପର୍କର ବିକାଶ ଏବଂ ସାମାଜିକ ସମସ୍ୟା ପ୍ରତି ଧ୍ୟାନ ହେଲା। ତାହେଲେ ଆପଣଙ୍କର ଯିଏ ବି ଆପଣଙ୍କର ପିଲାମାନେ ରିଲେସନସିପ କୁ ଆସନ୍ତି, ସବୁ ସମ୍ପର୍କ ସ୍ଥାପନ କରନ୍ତି, ଇଣ୍ଟିମେଟ ରିଲେସନସିପ, ତା ସହିତ ସୋସିଆଲ ଇସ୍ୟୁଜ, ତାହେଲେ ସାମାଜିକ ଯୋଉ ସମସ୍ୟା ସବୁ ଅଛି ତା ପ୍ରତି ବି ଆପଣ କଣ କରନ୍ତି, ଧ୍ୟାନ କରନ୍ତି ଏଇ ସବୁ ଏଜରେ। ଏତିକି ଆପଣଙ୍କ ଥିଲା, ଆ ପରଠୁ ଆମେ କାଲିଠୁ କଣ୍ଟିନ୍ୟୁ କରିବା। ଥ୍ୟାଙ୍କ ୟୁ।